ଏହି 5 ଜଣ ଅଳସୁଆଙ୍କୁ ଟିମ୍ରୁ ବାହାର କରନ୍ତୁ ଆଉ ଟିମ୍ ଇଣ୍ଡିଆକୁ ବଞ୍ଚାନ୍ତୁ। ଯେଉଁମାନେ ନିଷ୍ପତ୍ତି ନେଉଛନ୍ତି କମ୍ ସେ କମ୍ ଏବେ ତ ଜାଗନ୍ତୁ। ଭାରତୀୟ ଦଳ ଇଂଲଣ୍ଡ ଗସ୍ତକୁ ଯାଏ। ପ୍ରଥମେ ଲଗାତାର 6ଟି ଟି20 ମ୍ୟାଚ୍ ହାରେ, ତାହାପରେ ଲଗାତାର 2ଟି ଦିନିକିଆ ମ୍ୟାଚ୍ ହାରି ସିରିଜ୍ ମଧ୍ୟ ହାରିଯାଏ। ଭାରତୀୟ ଦଳର ଏହା ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ। ଆମେ କୋଚ୍ ଗୌତମ ଗମ୍ଭୀର ଟି20ରେ ମଧ୍ୟ ହାରିଲେ, ଦିନିକିଆରେ ମଧ୍ୟ ହାରିଲେ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସେହି 5 ଜଣ କିଏ ଯାହାଙ୍କୁ ଟିମ୍ରୁ ବାହାର କରିବାକୁ ପଡ଼ିବ ଯଦି ଆପଣ ଟିମ୍କୁ ଆଗକୁ ନେବାକୁ ଓ ଚାମ୍ପିୟନ୍ କରିବାକୁ ଚାହୁଁଛନ୍ତି। ତେବେ ସବୁଠାରୁ ପ୍ରଥମେ ଏହି ତାଲିକାର ନାମ ଆସୁଛି କୋଚ୍ ଗୌତମ ଗମ୍ଭୀରଙ୍କର। ଟି20ରେ ପରାଜୟ, ଦିନିକିଆରେ ପରାଜୟ, ଟେଷ୍ଟରେ ମଧ୍ୟ ପରାଜୟ ଏବଂ ଏହା ପାଇଁ ସବୁଠାରୁ ବଡ଼ ଦାୟୀ ହେଉଛନ୍ତି ଗୌତମ ଗମ୍ଭୀର। ମୋ ମତରେ ପ୍ରଥମେ ଗୌତମ ଗମ୍ଭୀରକୁ ଗୋଟିଏ ପାଖକୁ ପକାନ୍ତୁ, ତାପରେ ଆଗକୁ ଭାବନ୍ତୁ। କାରଣ ସେ କୋଚ୍ ହେବା ପରଠାରୁ ଭାରତ ପ୍ରାୟ 10ଟି ବାଇଲେଟ୍ ସିରିଜ୍ ହାରିସାରିଛି। ସେ ଆଉ ଗୋଟେ କିମ୍ବା 1.5 ବର୍ଷ କୋଚ୍ ରହିଲେ ଆଉ 5ଟି କି 6ଟି ସିରିଜ୍ ହାରିଯିବେ, ତାପରେ ସବୁକିଛି ସମାପ୍ତ ହୋଇଯିବ। ସେଥିପାଇଁ ମୋ ମତରେ ପ୍ରଥମେ ଗୌତମ ଗମ୍ଭୀରକୁ ହଟାଇବା ଉଚିତ। ଏବେ ଆଉ ମଜା ଆସୁନି। ତେବେ ଆପଣଙ୍କ କ'ଣ ମତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ତାପରେ ଦିନିକିଆରେ ବିଶେଷ କରି ମୋତେ ଏବେ ଇଶାନ କିଶନଙ୍କୁ ନେଇ ପ୍ରଶ୍ନ ଉଠୁଛି। ଯେପରି ଭାବରେ ଇଶାନ କିଶନ ବ୍ୟାଟିଂ କରୁଛନ୍ତି, କଠିନ ପିଚ୍ରେ ସେ କିଛି କରିପାରୁନାହାନ୍ତି। ଆଉ ଦକ୍ଷିଣ ଆଫ୍ରିକା ମଧ୍ୟ ପିଚ୍ କଠିନ ହେବ। ସେଠାରେ ଭାରତ ଭଳି ସହଜ ପିଚ୍ ମିଳିବ ନାହିଁ। ଯେଉଁଠାରେ ଯାଇ ବଡ଼ ସଟ୍ ଖେଳିଦେବେ ସେଠାରେ ମଧ୍ୟ ଚ୍ୟାଲେଞ୍ଜିଂ କଣ୍ଡିସନ୍ ରହିବ। ତେଣୁ ଏମିତି ପରିସ୍ଥିତିରେ ଇଶାନ କିଶନଙ୍କୁ ନିଜକୁ ପ୍ରମାଣ କରିବାକୁ ହେବ କି ଏହା ଏକ ବଡ଼ ପ୍ରଶ୍ନ। ତାପରେ ଶ୍ରେୟସ ଅୟ୍ୟରଙ୍କୁ ଉପ ଅଧିନାୟକ କରିବା ଏବଂ ତାଙ୍କୁ ଏତେ ବଡ଼ ଦାୟିତ୍ୱ ଦେବା ମୋତେ ଲାଗେ ଭାରତୀୟ କ୍ରିକେଟର ସବୁଠାରୁ ବଡ଼ ଭୁଲ। ଏବେ ଶ୍ରେୟସ ଅୟ୍ୟରଙ୍କୁ ଉପ ଅଧିନାୟକ କରିବା ଉଚିତ ନଥିଲା। ଦିନିକିଆରେ ତାଙ୍କର ବ୍ୟାଟ୍ରୁ ରନ୍ ଆସୁନାହିଁ, ଟି20ରେ ତାଙ୍କ ଅଧିନାୟକତ୍ୱରେ ସିରିଜ୍ ମଧ୍ୟ ହାରିଗଲା। ତେଣୁ ମୋତେ ଲାଗୁଛି ଶ୍ରେୟସ ଅୟ୍ୟର ବର୍ତ୍ତମାନ ପାଇଁ ଠିକ୍ ବିକଳ୍ପ ନୁହନ୍ତି। ଏହାପରେ ହେଉଛନ୍ତି ଗୁରନୁନ ବରାର। ସେ ଯେପରି ବୋଲିଂ କରୁଛନ୍ତି ସେଥିରେ ସେ ବହୁତ ଅନଭିଜ୍ଞ ଲାଗୁଛନ୍ତି। ମୋତେ ଲାଗେ ସେ ଆହୁରି ଘରୋଇ କ୍ରିକେଟରେ ଖେଳିବା ଉଚିତ। IPLରେ ମଧ୍ୟ ନିୟମିତ ଖେଳିବା ଉଚିତ। ଇଣ୍ଡିଆ ଏ ଏବଂ ଅନ୍ୟାନ୍ୟ ଟୁର୍ରେ ଖେଳି ସେଠାରେ ଭଲ ପ୍ରଦର୍ଶନ କରି ପୁଣି ଦଳକୁ ଫେରିବା ଉଚିତ। ଆଉ ଗୁରନୁନ ବରାରଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଟିମ୍ରେ ଅଣାଯାଇପାରେ, ଯିଏ ବର୍ତ୍ତମାନ ଦଳରେ ନାହାନ୍ତି। ସେହିପରି ପ୍ରିନ୍ସ ଯାଦବ ମୋତେ ମଧ୍ୟ ବର୍ତ୍ତମାନ ପାଇଁ ଅନଭିଜ୍ଞ ଏବଂ ଦୁର୍ବଳ ଲାଗୁଛନ୍ତି। ତାଙ୍କ ଉପରେ ମଧ୍ୟ ଆଉ ଟିକିଏ କାମ କରାଯାଇପାରିବ। ଆଗକୁ ଦିଲ୍ଲୀ ପ୍ରିମିୟର ଲିଗ୍ ଆସୁଛି, ସେଇଥିରେ ତାଙ୍କୁ ଘରୋଇ କ୍ରିକେଟ ଖେଳାଇବା ବହୁତ ଜରୁରୀ। ଏମିତି କେହି ଯଶପ୍ରୀତ ବୁମରା ହୋଇଯାଏ ନାହିଁ, ଏମିତି କେହି ମହମ୍ମଦ ସାମି ମଧ୍ୟ ହୋଇଯାଏ ନାହିଁ, ଏମିତି କେହି ସିରାଜ ବି ହୋଇଯାଏ ନାହିଁ। ସେହି ସ୍ତରକୁ ପହଞ୍ଚିବା ପାଇଁ ସମୟ ଲାଗେ। ପ୍ରସିଦ୍ଧ କ୍ରିଷ୍ଣା ବର୍ତ୍ତମାନ ଟିକିଏ ଭଲ ହେଉଛନ୍ତି। ତାଙ୍କୁ ନେଇ ପୂର୍ବରୁ ବହୁତ ମଜାକ ଉଡ଼ାଯାଉଥିଲା, କିନ୍ତୁ ଏବେ ସେ କମ୍ବ୍ୟାକ୍ କରୁଛନ୍ତି। ତେଣୁ ମୋ ମତରେ ବର୍ତ୍ତମାନ ଏହି 5 ଜଣଙ୍କୁ ଦିନିକିଆ ଦଳରୁ ବାହାର କରିବାକୁ ପଡ଼ିବ। ଆଉ କୋଚ୍ ଗୌତମ ଗମ୍ଭୀରଙ୍କୁ ତ 3ଟି ଫର୍ମାଟରୁ ହଟାଇ ଦିଅନ୍ତୁ। ଯଦି ଆପଣ ଟିମ୍କୁ ବଞ୍ଚାଇବାକୁ ଓ ଆଗକୁ ନେବାକୁ ଚାହୁଁଛନ୍ତି, 2027 ୱାର୍ଲଡ କପ୍ ଜିତିବାକୁ ଚାହୁଁଛନ୍ତି, ତେବେ ଏସବୁ କରିବାକୁ ପଡ଼ିବ। ଏହା ମୋର ମତ। ଆପଣଙ୍କ ମତ କ'ଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ। ପୁଣି ଦେଖା ହେବ ଆଉ ଗୋଟିଏ ସୁନ୍ଦର ଭିଡ଼ିଓରେ। ଜୟ ହିନ୍ଦ, ଜୟ ଭାରତ।